ଆମେ ଗୁଡ଼ାଏ ବର୍ଷ ତଳେ ଯେମିତି କୁଣ୍ଡୁକୁ ବାହାର କରିଥିଲେ ଦେଶରୁ ଆମେ ଏଇ ଜିନିଷକୁ ସେମିତି ବାହାର କରିବାକୁ ପଡ଼ିବ। ସେଇଟା ବି ଆମେ ବାହାର କରିପାରିବୁନି, ସମସ୍ତଙ୍କର ସହଯୋଗରେ ସମସ୍ତେ ମିଶିକି ହିଁ ବାହାର କରିବା। ରେଡି? ତ ମୁଁ କେତେଟା ପ୍ରଶ୍ନ ପଚାରିବି, ଆପଣମାନେ ମଝିରେ ମଝିରେ ଆନ୍ସର ଦେବେ। ରାଇଟ୍? ଆଚ୍ଛା, ସମସ୍ତଙ୍କୁ ତ ପିରିୟଡ଼ ହୁଏ ନା, ଯେତିକି ଝିଅ ମନେ ଅଛନ୍ତି ମୋତେ କହିପାରିବେ ଲାଷ୍ଟ ଯେବେଠୁ ଆପଣଙ୍କର ପିରିୟଡ଼ ଷ୍ଟାର୍ଟ ହେଲାଣି, ଫାର୍ଷ୍ଟ ପିରିୟଡ଼ ଯେବେଠୁ ଷ୍ଟାର୍ଟ ହେଲା ଷ୍ଟିଲ୍ ନା ଏ ଭିତରେ 6ଟି ମାସ ଆପଣଙ୍କର ଡେଟ୍ ଟୁ ଡେଟ୍ ପିରିୟଡ଼ କେବେ ହେଇଥିଲା କହିପାରିବେ? କାହାର ଏନିମଲ୍? ବଟ୍ 25-30 ବର୍ଷ ତଳେ ସେଇ ଜିନିଷ ହେଉଥିଲା, ଆଜି ଚାନ୍ସ ନାହିଁ। 100 ପିପୁଲ୍ସ ଭିତରେ ଯଦି ଖୋଜିବା ନା ଆମେ ବାଇଚାନ୍ସ ଗୋଟେ 2-3 ଜଣ ଏମିତି ପାଇପାରିବା ବୋଧ ହୁଏ, ନହେଲେ ତ ସେମିତି କାହାର ନଥାଏ। ତାର ରିଜନ୍ କେବେ ଜାଣିଛେ ଝିଅମାନେ କ'ଣ ହେଇଛି, କ'ଣ କୋଉଥିପାଇଁ ଏଇଟା ହେଉନି? ବହୁତ ଝିଅମାନେ ଆପଣମାନଙ୍କ ଭିତରେ ବି ଥିବେ ଯେଉଁମାନଙ୍କର ପିରିୟଡ଼ ମାସକୁ 2 ଥର ହେଉଥିବ। ଏମିତି ବି ଝିଅମାନେ ଥିବେ ଯେଉଁମାନଙ୍କର 2 ମାସରେ ଥରେ ପିରିୟଡ଼ ହେଉଛି। ଏମିତି ଝିଅମାନେ ବି ଥିବେ ଯେଉଁମାନଙ୍କର ବ୍ଲିଡ଼ିଂ ଫାର୍ଷ୍ଟ ଦିନ ଷ୍ଟାର୍ଟ ହେଇଯାଏ, ତାପରେ ବନ୍ଦ ହେଇଯାଏ, 15 ଦିନ ପରେ ହୁଏ, 20 ଦିନ ପରେ ହୁଏ, କି ମାସେ ପରେ ହୁଏ। ହଁ କି ନାହିଁ? ବହୁତ ଗୁଡ଼ିଏ ଝିଅ ଥିବ ଯେଉଁମାନଙ୍କର ପିରିୟଡ଼ ଷ୍ଟାର୍ଟ ହେବାକୁ ଥିବ ବା କିଛି ଦିନ ଥିବ, ଦିନେ 2 ଦିନ ଥିବ, ନାଭିଠୁ ଆରମ୍ଭ ହେଇକରି ପୁରା ଏଣ୍ଟାର ବଡି ପେନ୍ ହୁଏ। ହଁ କି ନାହିଁ? କୋଉଥିପାଇଁ ଆପଣ ଜାଣିଛନ୍ତି? ଦୁଇଟା କାରଣ। ଗୋଟେ ହେଉଛି ଆମର ଖାନପାନ ଚେଞ୍ଜ ହେଇଗଲାଣି, ଖାଇବା ଜିନିଷ ଚେଞ୍ଜ ହେଇଗଲାଣି, ସମସ୍ତେ ଏଡମିଟ୍ କରୁଥିବ। ଏଇଟା ଆମେ ପ୍ରତ୍ୟେକ ଦିନ ଛୋଟ ଛୋଟ ମାତ୍ରାରେ ଆମେ ପଇଜନ ନେଉଛେ ଦେହକୁ। ସେକେଣ୍ଡ ଜିନିଷ, ଆମେ ଯେଉଁଟା କନଜମ୍ପସନ୍ କରୁଛେ ଅକ୍ସିଜେନ୍, ସିଏ ବି ଖରାପ ହେଲାଣି। ଇଭେନ୍ ଆମେ ଯେଉଁ ପାଣି ବି ପିଉଛେ ସେ ପାଣି ବି ଆମର ଖରାପ ହେଇଗଲାଣି। ସେଥିପାଇଁ ଘରେ ଘରେ ଆର କ୍ୟାନ୍ ସବୁ ଲାଗୁଛି, ଇଭେନ୍ କି ଅକ୍ସିଜେନ୍ ନେବା ପାଇଁ ଘର ମନରେ ମେସିନ୍ ବି ଲାଗୁଛି ପ୍ୟୁରିଫାଇ କରିବା ପାଇଁ। ସେଇଟା କୋଉଠି ନା କୋଉଠି ଆମେ ଦାୟୀ, ସେଇଟା